वेलकम टू आदित्य एकेडमी। तो ऑलरेडी आमे ओडिया ग्रामर दीटा चैप्टर आमे ऑलरेडी पढ़ी सारलेनी। आज तृतीय चैप्टर आमे आज पढ़िबा। तो तृतीय चैप्टर अछि हमर कोन ना शब्द ओ शब्दर विभाग। माने शब्द काहाकू कहिबा आ शब्दर विभागीकरण कोन कोन सब होईची से विषय आज आमे पढ़िबा। प्रथमे अछि कोन ना ओडिया शब्द संपद माने संपद। ତାହେଲେ କଣ ନା ଓଡ଼ିଆ ଆଜି ଏକ ପ୍ରତିଷ୍ଠିତ ଭାଷା। ଏହାର ଭାଷା ଭଣ୍ଡାର ବିବିଧ ଶବ୍ଦ ସମ୍ପଦରେ ପରିପୂର୍ଣ୍ଣ। ଓଡ଼ିଆ ବ୍ୟତୀତ ଅନେକ ଦେଶୀ ବିଦେଶୀ ଶବ୍ଦାବଳୀରେ ଓଡ଼ିଆ ଭାଷା ଆଜି କଣ ନା ପରିପୁଷ୍ଟ। ସାମ୍ପ୍ରତିକ ଯୁଗରେ ବିଭିନ୍ନ କାରଣରୁ ଗୋଟିଏ ଭାଷାର ଶବ୍ଦ ଭଣ୍ଡାରକୁ ଭିନ୍ନ ଭିନ୍ନ ଶବ୍ଦରୁ ଭିନ୍ନ ଭିନ୍ନ ଭାଷାରୁ ଶବ୍ଦ ଗୁଡ଼ିକ ପ୍ରବେଶ କରୁଛନ୍ତି। ନୂତନ ଶବ୍ଦ ଆହରଣ ଦ୍ୱାରା ଏହା ଏକ ଭାଷା କଣ ହୁଏ ନା ସମୃଦ୍ଧ, ବଳିଷ୍ଠ ଓ ସହଜ ଭାବ ପ୍ରକାଶକ ହୋଇଥାଏ। ତାହେଲେ ଆମେ କଣ ଜାଣିଲେ ନା ଓଡ଼ିଆ ବ୍ୟତୀତ ଆମର କଣ ଅଛି ନା ଅନେକ ଦେଶୀ ବିଦେଶୀ ଶବ୍ଦାବଳୀ ଆମ ଓଡ଼ିଆ ଭାଷା ସହ ମିଶିକରି ବା ପରିପୃଷ୍ଟ ହେଇ ରହିଛି। ତାହେଲେ ଆମେ ଯୋଉ ପଢିଲେ ଏଠି କଣ ନା ନୂତନ ଶବ୍ଦ ଆହରଣ ଦ୍ୱାରା ହିଁ ଏକ ଭାଷା କଣ ହୁଏ ନା ସମୃଦ୍ଧ, ବଳିଷ୍ଠ ଓ ସହଜ ଭାବରେ ପ୍ରକାଶିତ ହୋଇଥାଏ। ତାହେଲେ ମୁଁ ବୁଝଉଛି ମାନେ କଣ ହେଇଥାଏ ନୂତନ ଶବ୍ଦ ଆହରଣ ଦ୍ୱାରା ମାନେ ଭାଷାଟା ସହଜ ହେଇଥାଏ କେମିତି। ମନେକର ଆମେ ଭାଷାଟାକୁ ଆମେ ଗୋଟେ ଭାଷା ଆମେ ଶବ୍ଦ ଗୋଟେ କହୁଛେ ତାକୁ ଆମେ ସହଜ ଭାବରେ କେମିତି ବୁଝିବା। ମନେକର ମୁଁ ଗୋଟେ ଏକ୍ସାମ୍ପଲ ଆପଣଙ୍କୁ ଦେଲି ଘୃତ। ଘୃତ ମାନେ ଆମେ ଏଇଟାକୁ ଆମେ ମାନେ ଗୋଟେ କଠିନ ଶବ୍ଦ ହେଇଯାଉଛି ଆମ ପାଇଁ। ଆକୁ ଆମେ ଯଦି ଆମେ ସହଜ ଭାବରେ ବୁଝିବା ତା ଘୃତ ମାନେ କଣ ନା ଘିଅ। ତାକୁ ସେଥିପାଇଁ ଆମର କଣ ହେଲା ନା ନୂତନ ଶବ୍ଦ ଆମେ ଜାଣିବା ଦ୍ୱାରା ଆମର ଭାଷାଟା କଣ ହେଇଗଲା ନା ସହଜ ହେଇଗଲା। ସେଥିପାଇଁ ମନେକର ଏକ୍ସାମ୍ପଲ ମୁଁ କହିଲି ବକ୍ତା। ବକ୍ତା ମାନେ ଆମର ଏଟା ଗୋଟେ କଠିନ ଶବ୍ଦ ହେଇଯାଉଛି। ତ ବକ୍ତା ମାନେ ଆମେ କଣ ଜାଣିପାରୁନେ। ତ ଆର ଗୋଟେ ସହଜ ଶବ୍ଦ ହେଲା ବକ୍ତା ଅର୍ଥ କଣ ନା ବାପା। ତ ସେଥିପାଇଁ ଆମର ଏଇ ଭାଷାଟା ନୂତନ ଶବ୍ଦ ଆହରଣ ଦ୍ୱାରା ହିଁ ଆମର କଣ ହେଲା ନା ଭାଷାଟା ସମୃଦ୍ଧ, ବଳିଷ୍ଠ ଆଉ ସହଜ ହେଇଗଲା। ନେକ୍ସଟ ଆମେ ଏବେ ପଢିବା କଣ ନା ଶବ୍ଦ। ଶବ୍ଦ କାହାକୁ କୁହାଯାଏ? କଣ ନା ଅର୍ଥବୋଧକ ଏକ ବା ଏକାଧିକ ବର୍ଣ୍ଣକୁ ଶବ୍ଦ କୁହାଯାଏ। ତାହେଲେ ଆମେ ଅଲରେଡି ପ୍ରିଭିୟସ କ୍ଲାସରେ ଆମେ ପଢିଥିଲେ କଣ ନା ବର୍ଣ୍ଣ। ବର୍ଣ୍ଣ କେତେ ପ୍ରକାରର 49ଟି ବର୍ଣ୍ଣ ଅଛି ସେ ବିଷୟରେ ଆମେ ଜାଣିଥିଲେ ଅଲରେଡି ସେ ସବୁ ପ୍ରିଭିୟସ କ୍ଲାସରେ ଆମେ ପଢି ସାରିଛେ। ତ ସେ ଯୋଉ ବର୍ଣ୍ଣ କହିଲା ସେ କହିଲା କଣ ନା ଅର୍ଥବୋଧକ ଯାହାକୁ ଆମେ ଯୋଉ ଶବ୍ଦକୁ ଆମେ ବୁଝିପାରିବା, ଯାହାର ଅର୍ଥକୁ ଆମେ ବୋଧଗମ୍ୟ କରିପାରିବା ମାନେ ବୁଝିପାରିବା। ସେ ଗୋଟାଏ ହେଇଥାଉ କିମ୍ବା ଏକାଧିକ ହେଇଥାଉ, ଦିଟା ଶବ୍ଦ ହେଇଥାଉ କିମ୍ବା ଅଧିକ ବି ଶବ୍ଦ ହେଇଥାଉ, ସେ ଶବ୍ଦର ବର୍ଣ୍ଣକୁ ଆମେ କଣ କହିଥାଉ ନା ସେ ଯୋଉ ଏକ ବା ଏକାଧିକ ବର୍ଣ୍ଣକୁ ଆମେ କଣ କହିଥାଉ ନା ଶବ୍ଦ କହିଥାଉ। ଯେମିତି ଆମେ କଣ କଲେ ନା ଏକ୍ସାମ୍ପଲରେ ଲେଖିଲେ ମା। ମା ଗୋଟେ କଣ ଏକ ଶବ୍ଦ, ଗୋଟିଏ ବର୍ଣ୍ଣ ନା ନାହିଁ। ତ ସେଇ ଯୋଉ ଗୋଟେ ବର୍ଣ୍ଣ ଯୋଉ ରହିଲା ସେ ଯୋଉ ମା ଟା ତାର ଆମେ ଏଇ ବର୍ଣ୍ଣର ଶବ୍ଦକୁ ଆମେ ବୁଝିପାରୁଛେ। ମା ମାନେ କଣ ନା ଜନନୀ। ଆମେ ଏହାର ଅର୍ଥଟାକୁ ବୁଝିପାରିଲେ। ତ ସେମିତି କ ଗୋଟେ ବର୍ଣ୍ଣ, ଆର ଶବ୍ଦ କଣ ରହିଲା ନା ଜଳ। ଆକୁ ଆମେ ବୁଝିପାରିଲେ। ଯୋଉ ସେ ସେଥିପାଇଁ କହିଲା ଅର୍ଥବୋଧକ, ଯେଉଁ ବର୍ଣ୍ଣଟା ଅର୍ଥବୋଧକ ହେଉଥିବା ଯାହାକୁ ଆମେ ବୁଝିପାରୁଥିବା ତାକୁ ଆମେ କଣ କହିବା ନା ଶବ୍ଦ କହିବା। ଯେମିତି କମଳ, ଯେମିତି ରହିଲା ଏଇଠି କମଳ ମାନେ କଣ ରହିଲା ନା ପଦ୍ମ। ସେମିତି ବିଭିନ୍ନ ପ୍ରକାର ହେଲା ଆକାଶବାଣୀ, ତାକୁ ଆମେ ବେତାର ବାର୍ତ୍ତା ବୋଲି କହିଲେ ସେମିତି। ନେକ୍ସଟ ଆଉ ଗୋଟେ କଣ ରହିଲା ନା ହଁ, ଅର୍ଥହୀନ ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟି ଶବ୍ଦ ନୁହେଁ। ଅର୍ଥହୀନ ଆମେ ଅର୍ଥବୋଧକ ବୁଝିଲେ କଣ ଯାହାକୁ ଆମେ ବୁଝିପାରୁଛେ, ଯାହାକୁ ଆମେ ଯୋଉ ଶବ୍ଦକୁ ଆମେ ବର୍ଣ୍ଣକୁ ଆମେ ବୁଝିପାରୁଛେ। ଅର୍ଥହୀନ ମାନେ ଯୋଉ ବର୍ଣ୍ଣର କୌଣସି ବି ଅର୍ଥ ନଥିବ, ତାକୁ ଆମେ କିଛି ବି ବୁଝିପାରିବାନି। ଯେମିତି କି ଏକ୍ସାମ୍ପଲରେ କହିଲେ ଡ। ଡର ଅର୍ଥ କଣ ରହିଲା କଣ ନା ଟନକ।
ଟନକ ଅର୍ଥ କଣ ଆମେ ଜାଣିନେ। ମପ, ମପ ମାନେ କଣ ଆମେ ଜାଣିନେ। କିନ୍ତୁ ଆମେ ଏଠି କଣ, ଏଠି ଯୋଉ ଅହି ଲେଖା ହେଲା କି କମଳ ଲେଖା ହେଲା ତାର ଅର୍ଥ ଆମେ ବୁଝିପାରୁଛେ। ଅହି ମାନେ ସାପ ଜାଣିପାରିଲେ, କମଳ ମାନେ ପଦ୍ମ ଜାଣିପାରିଲେ। କିନ୍ତୁ ଏଠି ଯୋଉ ବର୍ଣ୍ଣ ରହିଲା, ଏଠିର ବର୍ଣ୍ଣ ଯୋଉ ଟନପ, ମପ, ଏସବୁ ଜିନିଷ ରହିଲା, ଆର ଆମେ ଅର୍ଥ ବୁଝିପାରୁନେ। ତାହେଲେ ଇଏ ଶବ୍ଦ ନୁହେଁ। ଇଏ ଗୋଟେ ଗୋଟେ ବର୍ଣ୍ଣ ହେଲେ ମଧ୍ୟ ଇଏ କିନ୍ତୁ ଶବ୍ଦ ହେବ ନାହିଁ। ନେକ୍ସଟ ଆମେ ଯିବା କଣ ନା ଜାଣିଲେ କଣ ରହିଲା ନା କୋଉଟା ଅର୍ଥହୀନ ଆଉ ଗୋଟେ ଅର୍ଥବୋଧକ ସେ ବିଷୟରେ ଜାଣିଲେ। ତେବେ ଆମେ ଏବେ ଶବ୍ଦ ଜାଣିଗଲେ ଶବ୍ଦ କଣ, କୋଉଟା କଣ। ତେବେ ଆମେ ଏବେ ଜାଣିବା କଣ ଶବ୍ଦର ବିଭାଗ। ଶବ୍ଦକୁ କେତେ ଭାଗରେ ବିଭକ୍ତ କରାଯାଇଛି କଣ କଣ ସେ ବିଷୟରେ ଜାଣିବା। ଓଡ଼ିଆ ଭାଷାରେ ବ୍ୟବହୃତ ଶବ୍ଦ ସମୂହକୁ କଣ ହେଇଛି ନା ଚାରି ଶ୍ରେଣୀରେ ବିଭକ୍ତ କରାଯାଏ। ଯଥା କଣ କଣ ନା ତତ୍ସମ, ତଦ୍ଭବ, ଆଉ ଗୋଟେ କଣ ନା ଦେଶଜ, ଆଉ ଗୋଟେ ହେଲା ବୈଦେଶିକ। ତାହେଲେ ଆମେ ଜାଣିଲେ କଣ ନା ଶବ୍ଦ ବିଭାଗକୁ ଆମେ କଣ କଲେ ନା ଚାରୋଟି ଭାଗରେ ବିଭକ୍ତ କଲେ। ଗୋଟେ ହେଲା ତତ୍ସମ, ଗୋଟେ ତଦ୍ଭବ, ଗୋଟେ ଦେଶଜ, ଆଉ ଗୋଟେ ବୈଦେଶିକ। ତାହେଲେ ଆମେ ଏବେ ଜାଣିବା ସେଇ ସବୁ ତତ୍ସମ ମାନେ କଣ ଆମେ ସେଇଟା ଜାଣିବା। ପ୍ରଥମେ ଆମେ କଣ ନା ତତ୍ସମ ଟା ପଢିବା। ତତ୍ସମ ଶବ୍ଦ କଣ ନା ଆମେ ବ୍ୟବହାର କରୁଥିବା ଅବିକଳ ସଂସ୍କୃତ ଶବ୍ଦ ଗୁଡିକୁ କଣ କୁହାଯାଏ ନା ତତ୍ସମ ଶବ୍ଦ କୁହାଯାଏ। ତାହେଲେ ଆମେ ଆମର ଯୋଉ ସଂସ୍କୃତ ଭାଷା ଯୋଉ ଅଛି, ସେଇ ସଂସ୍କୃତ ଭାଷାକୁ ହିଁ ଆମେ କଣ କହିଥାଉ ନା ତତ୍ସମ ଶବ୍ଦ ବୋଲି କହିଥାଉ। ତତ୍ସମର ଅର୍ଥ କଣ ନା ତାହା ସହିତ ବା ସଂସ୍କୃତ ସହିତ ସମାନ। ତାହେଲେ ଆମେ ତାର ଅର୍ଥ ଜାଣିପାରିଲେ। ଏଇଟା ବି ଏମିତି ପରୀକ୍ଷାରେ କୋଶ୍ଚିନ୍ ପଡିପାରେ କି ତତ୍ସମର ଅର୍ଥ କଣ। ମାନେ ତାର ଅର୍ଥ ହେଲା ତାହା ସହିତ ବା ସଂସ୍କୃତ ସହିତ ସମାନ। ତାହେଲେ ଆମେ ଜାଣିଲେ ଯେ ସଂସ୍କୃତ ଭାଷାକୁ ହିଁ ତତ୍ସମ ଶବ୍ଦ କୁହାଯାଏ। ଯେମିତି ଏଠି ଲେଖାଗଲା ସବୁ ଏକ୍ସାମ୍ପଲରେ ଅନଳ, ଅନୁଭବ, ଅଭିନୟ, ସୂର୍ଯ୍ୟ, ପକ୍ଷୀ, ପ୍ରଭାତ, ସାଗର, ନଦୀ, ଏଇ ସବୁ ବିଭିନ୍ନ ପ୍ରକାର ଜିନିଷ ଏଇ ସବୁ ରହିଲା ଆମର କଣ ନା ସଂସ୍କୃତ ଭାଷା। ଆମେ ଆମର ସଂସ୍କୃତ ଭାଷାଟା ଲୋପ ପାଇଗଲେ ମଧ୍ୟ, ଏବେ ଏତେ ସଂସ୍କୃତ ଭାଷା ଆମର ପଢା ଯାଉନି, ତଥାପି ଲୋପ ପାଇଗଲେ ମଧ୍ୟ କିନ୍ତୁ ଆମର କିଛି କିଛି ଏଇ ସବୁ ଶବ୍ଦ ଅଛି ଯାହାକୁ କି ଆମର ପ୍ରତ୍ୟେକ ଦିନର କଥାରେ ହିଁ ଏହି ସବୁ ଶବ୍ଦକୁ ଆମେ ବ୍ୟବହାର କରିଥାଉ। ଯେମିତି ଗୃହ, କି ମେଘ ହେଲା ଗୋଟେ ଆମେ କହୁଛେ ମେଘ ମେଘ ପକେଇଲାଣି, କି ଜଳ, କି ଗୁରୁ, ଆମେ କହୁଛେ ଗୁରୁ, ଆମ ଶିକ୍ଷକଙ୍କୁ ଆମେ ଗୁରୁ ବୋଲି କହୁଛେ। କିମ୍ବା ସେବା, କି ଦରିଦ୍ର ଲୋକଙ୍କର ସେବା କରିବା। ଏଇ ଯୋଉ ସବୁ ୱାର୍ଡ ଯୋଉ କୁହା ହଉଛି ସେ ସବୁ ଆମର ସଂସ୍କୃତ ଭାଷା। ସଂସ୍କୃତ ଭାଷା ହେଲେ ମଧ୍ୟ ଆମେ ଲୋପ ପାଇଗଲେ ମଧ୍ୟ ଆମେ ଏବେ ବି ଆମର କହିବାରେ ବ୍ୟବହାର କରୁଛେ। ଯେମିତି ରୋଗ, ତାକୁ ରୋଗ ହେଇଛି, କିମ୍ବା ଔଷଧ, ତାକୁ ଔଷଧ ଦିଅ, ଏମିତି ଯୋଉ ୱାର୍ଡ କହୁଛେ ସେଟା ସବୁ ସଂସ୍କୃତ ଭାଷା। ତାହେଲେ ଆମେ ଜାଣିଲେ ଏ ସବୁ କଣ କହିଲେ, ଇଏ ସବୁ ହେଲା ତତ୍ସମ ଶବ୍ଦ। ଆଚ୍ଛା, ତାହେଲେ ଏଇ ଶବ୍ଦ ଗୁଡିକୁ ମଧ୍ୟ, ଏଇ ଯୋଉ ତତ୍ସମ ଶବ୍ଦକୁ ମଧ୍ୟ କଣ କୁହାଯାଏ ନା ସାଧୁ ବା ମାର୍ଜିତ ଶବ୍ଦ ମଧ୍ୟ କୁହାଯାଏ। ତାହେଲେ ଆମେ ଜାଣିଲେ କଣ ନା ସଂସ୍କୃତ ଶବ୍ଦ ହିଁ ତତ୍ସମ ଶବ୍ଦ। ତାହେଲେ ତାର ଅନ୍ୟ ନାମ ତାକୁ ଆଉ କଣ କୁହାଯାଏ ନା ତାକୁ ସାଧୁ ବା ମାର୍ଜିତ ଶବ୍ଦ ମଧ୍ୟ କୁହାଯାଏ। ତାହେଲେ ପ୍ରଥମଟା ଗଲା। ସେକେଣ୍ଡ ଟା କଣ ଆମର ରହିଲା ନା ତଦ୍ଭବ ଶବ୍ଦ। ତଦ୍ଭବ କଣ ନା ସଂସ୍କୃତ ବା ତତ୍ସମ ଶବ୍ଦରୁ ସୃଷ୍ଟି ଶବ୍ଦକୁ ତଦ୍ଭବ ଶବ୍ଦ କୁହାଯାଏ। ତଦ୍ଭବର ଅର୍ଥ ହେଲା କଣ ନା ସଂସ୍କୃତର ଜାତ। ତାହେଲେ ତତ୍ସମ ଟା ଆମେ ଜାଣିଲେ କଣ ନା ସଂସ୍କୃତ ଭାଷା, ମାନେ ସଂସ୍କୃତ ଭାଷାକୁ ହିଁ ଆମେ କହିଥାଉ। କିନ୍ତୁ ତଦ୍ଭବ କଣ ନା ସିଏ କହିଲା ଯେ ସଂସ୍କୃତ ବା ତତ୍ସମ ଶବ୍ଦରୁ ସୃଷ୍ଟି ହେଇଥିବ, ତାହାକୁ ସେ ସଂସ୍କୃତରୁ ଜାତ ହେଇଥିବ, ସେ ସଂସ୍କୃତ ଭାଷା ହେଇଥିବ। ସେଟା ଦେଖିବା ଏଇଠି ଯେ ସମୟ କ୍ରମେ ସଂସ୍କୃତ ଶବ୍ଦ ପରିବର୍ତ୍ତିତ ହୋଇ ଓଡ଼ିଆରେ କଣ ହେଇଛି ନା ବ୍ୟବହୃତ ହେଉଛି। ଏହା
ତାହେଲେ ଆମେ ଏଠି କଣ ଜାଣିଲେ ସେ ସଂସ୍କୃତ ଭାଷା ହେଇଥିବ, କିନ୍ତୁ ପରେ କଣ ହେଇଛି ନା ସଂସ୍କୃତ ଭାଷାଟା ପରିବର୍ତ୍ତନ ହେଇକିରି ସେ ଓଡିଆ ଭାଷାରେ ବ୍ୟବହୃତ ହେଇଯାଉଛି। ଆଉ ତାକୁ ଆମେ ସଂସ୍କୃତ ଭାଷାରେ କହୁନେ, ଯେମିତି ସଂସ୍କୃତ ଭାଷାରେ ଆମେ କହୁଥିଲେ ମେଘ, ଗୁରୁ, ଶୀତଳ, ମଧୁର ଏସବୁ ୱାର୍ଡ କହୁଥିଲେ, କିନ୍ତୁ ଏଇ ଯୋଉ ସଂସ୍କୃତ ୱାର୍ଡ ଟା ସେ କଣ ହେଇଯାଇଛି ନା ପରବର୍ତ୍ତୀ ସମୟରେ ଓଡିଆ ଭାଷାରେ ପରିଣତ ହେଇଯାଇଛି। ତାକୁ ଆମେ କଣ କହିଲେ ନା ତଦ୍ଭବ ଶବ୍ଦ କହିଲେ। ତ ଏହାକୁ ମଧ୍ୟ କଣ କୁହାଯାଏ ନା ଅପଭ୍ରଂଶ ଶବ୍ଦ ମଧ୍ୟ କୁହାଯାଏ। ଅପଭ୍ରଂଶ ଶବ୍ଦ ବୋଲି କୁହାଯାଏ। ଦେଖିବା କଣ କଣ ସବୁ ଏକ୍ସାମ୍ପଲ ରେ। ହୁଁ, ଦେଖ, ସେ ଯୋଉ କହିଲା ଇଏ ହେଲା ତତ୍ସମ, ଏ ସବୁ ସଂସ୍କୃତ ଭାଷା। ତ ସେ ସଂସ୍କୃତ ଭାଷାଟା କଣ ହେଇଛି ନା ଓଡିଆ ଭାଷାରେ ଇଏ ହେଇଯାଇଛି। ତ ତେରା ହେଲା ଆମର କଣ ନା ତଦ୍ଭବ ବୋଲି ଆମେ ତାକୁ କହିଲେ। ଦେଖ, ମନେକର ଅଗ୍ନି, ଅଗ୍ନିଟା ହେଲା ସଂସ୍କୃତ ଭାଷା, ସେଇଟା ଓଡିଆ ଭାଷାରେ ରୂପାନ୍ତରିତ ହେଇକିରି କଣ ହେଇଯାଇଛି ନା ଅଗ୍ନି। ଯେମିତି ମାନେ କଣ ଦେଇଲା ମନେକର କାଷ୍ଟ, କାଷ୍ଟଟା ହେଲା କଣ ନା ସଂସ୍କୃତ ଭାଷା, ସେଟା ଓଡିଆ ଭାଷାରେ ରୂପାନ୍ତରିତ ହେଇକିରି କଣ ହେଇଗଲା ନା କାଠ, ତାକୁ ଆମେ କହୁଛେ କାଠ। ତାକୁ ତତ୍ସମରୁ ସେଟା ତଦ୍ଭବ ହେଇଛି। ମାନେ ଏକ୍ସାମ୍ପଲ ପଡିବ କି ଅ, କର୍କଟର, କର୍କଟର ତଦ୍ଭବ ଶବ୍ଦଟି କଣ ହବ? ତାହେଲେ ଆମେ ଲେଖିପାରିବା କଙ୍କଡା। କିମ୍ବା କଙ୍କଡାର ତତ୍ସମ ଶବ୍ଦଟି କଣ ହବ? ତାହେଲେ ଆମେ କହିପାରିବା କର୍କଟ। ଏଇ ସବୁ ଜିନିଷ ଆମକୁ ମନେ ରଖିବାକୁ ପଡିବ। ମନେକର ଲେଖିଲା ଏଇଠି କଣ ନା ଘୃତ, ଯେମିତି କି ଏଠି ପଢିଲେ ଘୃତ, ଘୃତ ମାନେ କଣ ଆମେ ଜାଣିଲେ, ତାର ତଦ୍ଭବ ଶବ୍ଦଟି କଣ ନା ଘିଅ। ମୃତ୍ତିକା, ମୃତ୍ତିକା ହେଲା ଗୋଟେ ସଂସ୍କୃତ ଶବ୍ଦ, ତାକୁ ଆମେ ଓଡିଆରେ ମାନେ ପରିଣତ ହେଲେ ସେଟା କଣ ହେଇଯିବ ନା ମାଟି, ମୃତ୍ତିକାର ମାଟି। ଏହିପରି ଆକୁ ଆମେ ଏଇ ସବୁ ଜିନିଷ, ଏହି ସବୁ ଶବ୍ଦ ଆମର କଣ ହେଇଥାଏ ନା ପରୀକ୍ଷାରେ ପଡିଥାଏ। ଯେମିତି ପଡିବ ଯେ ବାଷ୍ପର ତଦ୍ଭବ ଶବ୍ଦଟି କଣ ହବ? ବାମ୍ଫ। କିମ୍ବା ବାମ୍ଫର ତତ୍ସମ ଶବ୍ଦଟି କଣ ହବ? ବାଷ୍ପ। ଏଇ ସବୁ ଜିନିଷ ଆମର ରହିଲା, ଏ ସବୁ ଭଲସେ ଆମେ ମନେ ରଖିବାକୁ ପଡିବ। ନେକ୍ସଟ ଯିବା। ଦିଟା ଅଲରେଡି ପଢି ସାରିଲେ, ଆମେ ପଢିଲେ ତତ୍ସମ, ପଢିଲେ ତଦ୍ଭବ ପଢିଲେ। ଏବେ ପଢିବା ଆମେ କଣ ନା ଦେଶଜ। ଏବେ ପଢିବା ଆମେ ଦେଶଜ ଶବ୍ଦ। ବାସ୍, ତା ଦେଶଜ ଶବ୍ଦ କଣ ନା ତତ୍ସମ ତଦ୍ଭବ ଶବ୍ଦକୁ ଛାଡିଦେଲେ ଆହୁରି ଅନେକ ଶବ୍ଦ ଓଡିଆ ଶବ୍ଦ ଭଣ୍ଡାରକୁ ସମୃଦ୍ଧ କରୁଛି। ଯେଉଁ ଶବ୍ଦ ଗୁଡିକ ମୂଳ ଉତ୍ପତ୍ତି ସ୍ଥଳ ଏଯାଏ କଣ ରୂପାନ୍ତରିତ ହୋଇନାହିଁ। କାହିଁ କେଉଁ ପ୍ରାଚୀନ କାଳରୁ ବିଭିନ୍ନ ଅଞ୍ଚଳର ବିଭିନ୍ନ ଜାତିର ଶବ୍ଦ ଆସି କଣ ହେଇଛି ନା ଆମ ଭାଷାରେ ମିଶି ଯାଇଛି। ଏହି ପ୍ରକାର ଶବ୍ଦ ଗୁଡିକୁ କଣ କୁହାଯାଏ ନା ଦେଶଜ ଶବ୍ଦ କୁହାଯାଏ। ତାହେଲେ ଆମେ କଣ ଜାଣିଲେ? ତତ୍ସମ ଆଉ ତଦ୍ଭବ ଶବ୍ଦକୁ ଛାଡିଲେ ଅନେକ ଆହୁରି ଶବ୍ଦ ମଧ୍ୟ ଅଛି ଆମ ଶବ୍ଦ ଭଣ୍ଡାରରେ। କଣ ନା କାହିଁ କେଉଁ ପ୍ରାଚୀନ କାଳରୁ ଆମର ବିଭିନ୍ନ ପ୍ରକାରର ଶବ୍ଦ ଆମର କଣ ହେଇଛି ନା ଆମରି ଭାଷାରେ ମିଶିଛି। ତ ଆମେ ଆକୁ କହିଲେ କଣ ନା ଦେଶଜ। ଆହୁରି ମଧ୍ୟ କଣ ନା ଓଡିଶାର ବିଭିନ୍ନ ଅଞ୍ଚଳରେ ଅସଂଖ୍ୟ କଣ ନା ଆଞ୍ଚଳିକ ଶବ୍ଦ ରହିଛି। ବିଭିନ୍ନ ଅଞ୍ଚଳର ବିଭିନ୍ନ ଭାଷା ରହିଛି। ଆମର ଆମ କହିବାର ଭାଷା ଅଲଗା, ବିଭିନ୍ନ ଲୋକଙ୍କର ବିଭିନ୍ନ ପ୍ରକାର ଆମ ଦେଶରେ ଭାଷା ରହିଛି। ସେଗୁଡିକ କଣ ନା ଦେଶଜ ଶବ୍ଦ ରୂପେ କଣ ହେଇଯାଏ ନା ଦେଶଜ ଶବ୍ଦ, ହଁ ଦେଶଜ ଶବ୍ଦ ରୂପେ ଲେଖା ପଢା ପାଇଁ କଣ ହେଇଥାଏ ନା ଅବିଧାନଭୁକ୍ତ ହେବା ଉଚିତ। ଆମ ଦେଶରୁ କଣ ନା ସୃଷ୍ଟ ଓ ଦେଶରେ ଆମ ଦେଶରେ ସୃଷ୍ଟ, ଦେଶରେ ପ୍ରଚଳିତ ହେଉଥିବା ଶବ୍ଦ କଣ ନା ଦେଶଜ ଶବ୍ଦ। ତାହେଲେ ଆମେ ଜାଣିଲେ କଣ ଦେଶଜ ଶବ୍ଦ କଣ ନା ଆମ ଦେଶରେ ହିଁ ସୃଷ୍ଟି ହେଇଛି, ଆଉ ଆମରି ଦେଶରେ ହିଁ ପ୍ରଚଳିତ ହେଉଥିବ ସେଇ ଭାଷା। ନା ଆମେ କୋଉଠୁ ସଂସ୍କୃତ ଭାଷାରୁ ଆଣିଛେ, ନା ଆମେ ସଂସ୍କୃତ ଭାଷାରୁ ଓଡିଆ ଭାଷାରେ ତାକୁ ପରିଣତ କରିଛେ, ସେମିତି କିଛି ନାହିଁ। ଆମରି ଦେଶର ଭାଷା ଏଇଠି ସୃଷ୍ଟି ହେଇଛି, ଆଉ ଏଇଠି ହିଁ ଆମ ଦେଶଟା, ଆମର ଭାଷାଟା ପ୍ରଚଳିତ ହେଇଥିବ। ତାକୁ ଆମେ କଣ କହିଲେ ନା ଦେଶଜ ଶବ୍ଦ କହିଲେ। ତାର ସବୁ ଏକ୍ସାମ୍ପଲ ଦେଖିବା କଣ କଣ ଦେଶଜ ଶବ୍ଦ। ଦେଶଜ ଶବ୍ଦ କଣ ରହିଲା, ଯେମିତି ଅଝଟ, ଅଖାଡୁଆ, ଅଣ୍ଟା, ଅଳିଆ,
ରହିଲା କୁଟା, ଗାଲୁଆ, ଏସବୁ ଆମର ଏଇ ଦେଶଜ ଶବ୍ଦ, ଆମର ଏଇ ଓଡିଆ ଭାଷାର ଶବ୍ଦ, ଆମେ ନିଜେ ଯୋଉ ବ୍ୟବହାର କରୁଛେ ନିତ୍ୟ ବ୍ୟବହାର ଯୋଉ ଭାଷା ହଉଛି, এটা ଚିରୁଗୁଣି, ଏଇ ସବୁ ଆମରି ଦେଶର ଭାଷା। ଆଉ ଏଇଠି ହିଁ ବ୍ୟବହାର କରାଯାଏ, ଅଲଗା କୌଣସି ଦେଶରେ ଏଇ ସବୁ ଜିନିଷ ବ୍ୟବହାର କରାଯାଏ ନାହିଁ। ତେଣୁ ତାକୁ ଆମେ କଣ କହିଲେ ନା ଦେଶଜ ଶବ୍ଦ କହିଲେ। ତିନିଟା ସରିଲା, ତତ୍ସମ, ତଦ୍ଭବ ଆଉ ଦେଶଜ, ଏ ବିଷୟରେ ଜାଣିଲେ। ତାପରେ ଚତୁର୍ଥକୁ ଯିବା। ସବୁ ବିଭିନ୍ନ ପ୍ରକାର ରହିଲା ଆମର ସବୁ ଆମ ଦେଶର ଭାଷା ସବୁ, ଏସବୁ ରହିଲା। ଠଣା, ତବଲା, ଏସବୁ ଜିନିଷ ବିଭିନ୍ନ ପ୍ରକାର ନେତ, ଭାଇ, କଣ ଭକୁଆ, ବୋଦା, ବୋକା, ଏଗୁରା ସବୁ କଣ ନା ଆମର ଏଇ ଦେଶଜ ଭାଷା। ଏବେ ଆମେ ପଢିବା କଣ ନା ବୈଦେଶିକ ଶବ୍ଦ, ଆମର ବୈଦେଶିକ ଶବ୍ଦ କଣ ଆସିଛି ସେଟା ଦେଖିବା। ବୈଦେଶିକ ଶବ୍ଦ, ବୈଦେଶିକ ଶବ୍ଦ କଣ ଜାଣିଲେ ନା ଉପର ତିନୋଟି ଶ୍ରେଣୀର ଶବ୍ଦ ବ୍ୟତୀତ ଓଡିଆ ଭାଷାରେ ଅନେକ ବିଦେଶୀ ଶବ୍ଦ କଣ ହେଇଥାଏ ନା ପ୍ରବେଶ କରୁଥିବାର ଦେଖାଯାଉଛି। ବିଦେଶୀ ଶାସନ, ବୈଦେଶିକ ବାଣିଜ୍ୟ ଓ ମଧ୍ୟ ପ୍ରଚାର ମାଧ୍ୟମରେ ଏଇ ଶବ୍ଦ ଗୁଡିକ କଣ ହେଇଛି ନା ଓଡିଆ ଭାଷାରେ ପ୍ରବେଶ କରିଛି। ଦୀର୍ଘ କାଳ ଧରି କଣ ହେଇଛି ନା ମୁସଲମାନ, ମୋଗଲ, ଇଂରେଜ ଶାସନ ମାନଙ୍କ ସଂସ୍ପର୍ଶରେ ଆମ ଓଡିଆ ମାନେ ଆସି ସେମାନଙ୍କ ଭାଷାକୁ ଆପଣେଇ ନେଇଛନ୍ତି। ପୁନଶ୍ଚ ବିଜ୍ଞାନର ଦ୍ରୁତ ଅଗ୍ରଗତି ହେତୁ ନୂତନ ନୂତନ ଆବିଷ୍କାର ଉଦ୍ଭାବନ ଅହରହ ଚାଲିଛି। ତତ୍ ସମ୍ପର୍କୀୟ ସୃଷ୍ଟ ନୂତନ ଶବ୍ଦାବଳୀ ଆମ ଭାଷାକୁ ପରିପୃଷ୍ଟ କରୁଛି। କେତେକ ବିଶେଷ ପ୍ରଚଳିତ ବୈଦେଶିକ ଶବ୍ଦର ଅବଗତି ନିମିତ୍ତ ଉଦାହରଣ ପ୍ରଦତ୍ତ ହେଲା। ତାହେଲେ ଆମେ ବୈଦେଶିକ ଭାଷା କଣ ଜାଣିଲେ ନା ଆମେ ବିଭିନ୍ନ ପ୍ରକାରର ବୈଦେଶିକ ଶାସନ ସମୟରେ କିମ୍ବା ବୈଦେଶିକ ବାଣିଜ୍ୟ ସମୟରେ ବିଭିନ୍ନ ପ୍ରକାରର ଧର୍ମ ମାନେ ପ୍ରଚାର ସମୟରେ ଆମର ଓଡିଶା ଏଇ ଯୋଉ ଶବ୍ଦ ସବୁ କଣ ହେଇଥିଲା ନା ଓଡିଆ ଭାଷା, ଓଡିଶାର ଭାଷା ଲୋକମାନେ ସେଇ ସବୁ ଭାଷାକୁ ଆପଣେଇ ନେଇଥିଲେ। ମାନେ ଯୋଉ ସବୁ ମୋଗଲ ଶାସନ ହେଲା କିମ୍ବା ମୁସଲମାନ ସେ ଯେତେବେଳେ ଶାସନ କରୁଥିଲେ କିମ୍ବା ଇଂରେଜ ମାନେ ଯୋଉ ଶାସନ କରୁଥିଲେ ସେଇ ସମୟରେ ଆମ ଓଡିଆ ମାନେ କଣ କରିଥିଲେ ନା ତାଙ୍କ ସହ ଯୋଉ ମିଶି ଯୋଉ ସେମାନଙ୍କର ଯୋଉ ଭାଷାକୁ ସେମାନେ ଆପଣେଇ ନେଇଥିଲେ। ତ ସେଇଆକୁ ଆମେ କଣ କହିଲେ ନା ବୈଦେଶିକ ଭାଷା। ସେ ବିଦେଶରୁ ସେ ଭାଷା ଆସିଥିବାରୁ ତାକୁ ଆମେ କଣ କହିଲେ ନା ବୈଦେଶିକ ଭାଷା। କଣ କଣ ସବୁ ସେ ଉଦାହରଣ ଦେଖିବା। କେଉଁ କେଉଁ ବିଦେଶରୁ କୋଉ କୋଉ ଭାଷା ସବୁ ଆସିଛି। ତ ଏଇଟା ରହିଲା କଣ, ତ ଏଇଟା ରହିଲା କଣ ନା ଆରବିକ ଶବ୍ଦ। ଏଇଟା ଗୋଟେ ବିଦେଶୀ ଶବ୍ଦ, ଆରବୀ ଶବ୍ଦ। ମାନେ ଏକ୍ସାମରେ ପଡିବ ଯେ ଅଦାଲତ ଗୋଟେ ପଡିବ ଯେ ପଡିଲା ଅଦାଲତ, ଅଦାଲତଟି କେଉଁ ଶବ୍ଦ। ଆମେ ଜାଣିଲେ ଯେ ଏଇଟା ବୈଦେଶିକ ଶବ୍ଦ, କିନ୍ତୁ ବୈଦେଶିକ ଏଇଟା କୋଉ ଶବ୍ଦ, ଏଇଟା ହେଲା ଆରବୀ ଶବ୍ଦ। କି ଆମେ ଯେମିତି ଆଇନା, ଆଇନା, ଇସ୍ତବା, ଏତଲା, ଏଇ ସବୁ ଆମର କଣ ନା ଆରବୀ ଶବ୍ଦ। ଏଇ ସବୁ ଯୋଉ ଅଛି ଆମର ସବୁ ଶବ୍ଦ ଆକୁ ସବୁ ଆମେ ମନେ ରଖିବା। ଦୋକାନ, ଦୋକାନ ଶବ୍ଦଟା ଆମର ଆରବୀ ଶବ୍ଦ। ଦୋକାନ ଆମର ଏକ୍ସାମ୍ ପଡିବ ଯେ ଦୋକାନ ଆରବୀ ଶବ୍ଦଟି ମାନେ ଚାରିଟା ଅପସନ ଦେଲା ତା ଭିତରେ ଦୋକାନ ଥିବ, ଏ ଆରବୀ ଶବ୍ଦଟା କୋଉ ଆ ଭିତରୁ କୋଉଟା, ତ ଆମେ ଯଦି ଜାଣିଥିବା ତାହେଲେ ଆମେ ଟିକେ ଲେଖିବା କି ଦୋକାନ। ଏଇ ସବୁ ଜିନିଷକୁ ଆମକୁ ମନେ ରଖିବାକୁ ପଡିବ। ନେକ୍ସଟ ଆଉ କୋଉ ଶବ୍ଦ ସବୁ ଅଛି ବୈଦେଶିକ ଶବ୍ଦ ଦେଖିବା। ରହିଲା ଏଇଟା କଣ ନା ପାର୍ସୀ ଶବ୍ଦ। ପାର୍ସୀ ଶବ୍ଦରେ ଯେମିତି ରହିଲା କଲମ, କାଗଜ, ଏଇଟା ସବୁ ଶବ୍ଦ ହେଲା କଣ ନା ପାର୍ସୀ। ଦରକାର, କହିଲା ତଲାସ ରହିଲା, ଦର୍ଜି ରହିଲା, ଦାଗି, ଏସବୁ ଜିନିଷ ଆମର କଣ ରହିଲା ନା ଆମର ଏଇଟା ପାର୍ସୀ ଶବ୍ଦ ରହିଲା। ତାପରେ ଆଉ ଶବ୍ଦ ରହିଛି କଣ ନା ତୁର୍କି ଶବ୍ଦ। ତୁର୍କି ଶବ୍ଦ କଣ ନା କୁଲି, କାଇଁଚି, କଇଁଚି, ଗାଲିଚା, କଣ ଚାକୁ, ତୋପ, ବନ୍ଧୁକ, ବାରୁଦ, ବାହାଦୁର, ଏଇଗୁରା ସବୁ ହେଲା ତୁର୍କି ଶବ୍ଦ। ମନେକର ପଡିବ କୁବୁଚା,
କୁବ୍ଜ ଶବ୍ଦଟି ଏଇଟା କୋଉ ଶବ୍ଦ, ତାହେଲେ ଆମେ ଲେଖିବା ଏଇଟା ତୁର୍କୀ ଶବ୍ଦ। ତ ଏଇସବୁ ଜିନିଷକୁ ତାର ପର୍ତ୍ତୁଗୀଜ ଶବ୍ଦ, ପର୍ତ୍ତୁଗୀଜ ଶବ୍ଦ ସବୁ କଣ ନା ଆଲମାରି, ଇସ୍ପାତ। କଣ ନା ଆଲମାରି, ଇସ୍ପାତ, ଇସ୍ତ୍ରୀ, କାଜୁ, ଏଗୁରା ସବୁ, କୋବି, କିରାଣୀ, ଏଇ ସବୁ ଜିନିଷ ରହିଲା ଆମର କଣ ନା ତୁର୍କୀ ଶବ୍ଦ। ତାପରେ ଆଉ ସବୁ ଆଉ ରହିଲା କଣ ନା ଇଂରାଜୀ ଶବ୍ଦ। ଇଂରାଜୀ ଶବ୍ଦ ତ ଆମେ ପ୍ରତ୍ୟେକ ଦିନ ପ୍ରତ୍ୟେକ ୱାର୍ଡରେ ହିଁ ପ୍ରାୟ ରହିଯାଉଛି ସବୁ ଇଂରାଜୀ। ଯେମିତି କି ମାନେ ଆମର ରହିଲା କାର, କ୍ଲାସ, କେନାଲ, କଲେଜ, କପ୍, ପ୍ଲେଟ, ପେନ୍, ପେପର, ପେନସିଲ, ବ୍ୟାଙ୍କ, ବିଭିନ୍ନ ପ୍ରକାର ବିଭିନ୍ନ ୱାର୍ଡ ଆମର ଏସବୁ ଜିନିଷ ରହିଲା କଣ ନା ଇଂରାଜୀ ଶବ୍ଦ। ଆକୁ ଆମେ ବିଭିନ୍ନ ପ୍ରକାରର ଯେମିତି ସିମେଣ୍ଟ, ସିନେମା, ଷ୍ଟେସନ, ସ୍କୁଲ, ହଷ୍ଟେଲ, ହସ୍ପିଟାଲ, ସାର୍ଟ, ପ୍ୟାଣ୍ଟ, ବିଭିନ୍ନ ଏଇ ସବୁ ଜିନିଷ ଆମର ରହିଲା କଣ ନା ଇଂରାଜୀ ଶବ୍ଦ। ଏତ ଏତଦ୍ ବ୍ୟତୀତ ଆମ ଭାଷାରେ କଣ ହେଇଛି ନା ଫରାସୀ, ଗ୍ରୀକ, ଆଉ କଣ ସ୍ପେନୀୟ ଇତ୍ୟାଦି କଣ ଏଇ ସବୁ ଭାଷା ଆମର କଣ ହେଇଛି ନା ଆଦି ଶବ୍ଦ ବ୍ୟବହାର କରାଯାଉଛି। ଏସବୁ ଆଉ କିଛି ନାହିଁ, ବାସ୍ ଏତିକି। ବାସ୍ ଆମେ ଆଉ ଥରେ ମୂଳରୁ ରିଭିଜନ ମାରିଦବା ଯେ ଆମେ କଣ ପଢିଲେ ସବୁ ଆଜି ଏଇ କ୍ଲାସରେ। କଣ ନା ଶବ୍ଦ ଓ ଶବ୍ଦ ବିଭାଗ। ଶବ୍ଦ ଓ ଶବ୍ଦ ବିଭାଗରେ ଜାଣିଲେ ଯେ ଆମେ ନୂତନ ଶବ୍ଦ ମାନେ ଯୋଉ ଶବ୍ଦଟା ଆହରଣ ଦ୍ଵାରା ହିଁ ଭାଷା କଣ ହେଇଥାଏ ନା ସମୃଦ୍ଧ, ବଳିଷ୍ଠ ଆଉ ସହଜ ବୋଲି ହେଇଥାଏ। ଏଇଟା ଜାଣିଲେ କେମିତି ସହଜ ହଉଛି, ଗୋଟେ କଠିନ ଶବ୍ଦକୁ ଆମେ କେମିତି ସହଜ ଭାବରେ ଆମେ ମନେ ରଖି ପାରୁଛେ। ତାପରେ ଶବ୍ଦ ଜାଣିଲେ କଣ ନା ଅର୍ଥବୋଧକ କରୁଥିବା ସେ ଏକ ବା ଏକାଧିକ ଶବ୍ଦ ଯିଏକି ଅର୍ଥବୋଧ କରୁଥିବ, ମାନେ ଗୋଟେ ଶବ୍ଦକୁ ବୁଝି ପାରୁଥିବ ତାକୁ ଆମେ ଶବ୍ଦ କହିଲେ। ଯିଏ ଗୋଟେ ଅର୍ଥକୁ ମାନେ ବୁଝି ହେଉନଥିବ, ଅର୍ଥହୀନ ଥିବ, ତାକୁ ଆମେ ଶବ୍ଦ କହିବା ନାହିଁ। ତାପରେ ଆମେ ଜାଣିଲେ କଣ ନା ଶବ୍ଦ ବିଭାଗ। ଶବ୍ଦ ବିଭାଗ ଆମେ ଜାଣିଲେ ନା ଚାରିଟି ଭାଗରେ ବିଭକ୍ତ କରାଯାଇଛି। ତତ୍ସମ, ତଦ୍ଭବ, ଦେଶଜ ଆଉ ହେଲା ବୈଦେଶିକ। ଏ ବିଷୟରେ ଜାଣିଲେ। ତତ୍ସମ ଜାଣିଲେ କଣ ନା ଯିଏ ସଂସ୍କୃତ ଭାଷା, ତାକୁ ଆମେ ତତ୍ସମ କହିଲେ। ତଦ୍ଭବ ଜାଣିଲେ କଣ ନା ଯେ ସଂସ୍କୃତ ଭାଷା ସିଏ କଣ ହେଇଛି ନା ଓଡିଆ ଭାଷାରେ ରୂପାନ୍ତରିତ ହେଇଯାଇଛି, ତାକୁ ଆମେ କଣ କହିଲେ ନା ତଦ୍ଭବ ବୋଲି କହିଲେ। ଦେଶଜ ଯିଏ କହିଲେ କଣ ନା ଆମରି ଦେଶରେ ସୃଷ୍ଟି, ଆମରି ଦେଶରେ ହିଁ ପ୍ରଚଳିତ, ତାକୁ ଆମେ କଣ କହିଲେ ନା ଦେଶଜ କହିଲେ। ବୈଦେଶିକ କଣ କହିଲେ ନା ଇଂରେଜ ହଉ, ପର୍ତ୍ତୁଗିଜ ହୁଅନ୍ତୁ, ମାନେ ସେମାନଙ୍କ ସଂସ୍ପର୍ଶରେ ଆସିକିରି ଆମେ ବିଦେଶରୁ ଯେଉଁ ଭାଷାକୁ ଆମେ ଗ୍ରହଣ କରି ନେଇଛେ ତାକୁ ଆମେ କଣ କହିଲେ ନା ବୈଦେଶିକ ଭାଷା, ବୈଦେଶିକ ଭାଷା ବୋଲି କହିଲେ। ତ ଏଇ ସବୁ ରହିଲା। ତ କେଉଁ ଭାଷା କଣ ସେ ବିଷୟରେ ଆମେ ଜାଣିଲେ। କୋଉଟା ତତ୍ସମ ଶବ୍ଦ, କୋଉ ଶବ୍ଦ ସବୁ ରହିଲା, ତଦ୍ଭବର କୋଉ କୋଉ ଶବ୍ଦ ସବୁ ରହିଲା, ଦେଶଜ ଶବ୍ଦର ସବୁ କଣ କଣ ଶବ୍ଦ, ବୈଦେଶିକର କୋଉ କୋଉ ଶବ୍ଦ ରହିଲା। ବୈଦେଶିକରେ ରହିଲା ଆମର କଣ ନା ବୈଦେଶିକରେ ଗୋଟେ ମିନିଟ ମୁଁ ଦେଖେଇ ଦଉଛି। ଯେମିତି କି ଆରବିକ ଶବ୍ଦ କଣ, କିମ୍ବା ପାର୍ସି ଶବ୍ଦ କଣ, କି ଆମେ ଜାଣିଲେ ତୁର୍କୀ ଶବ୍ଦ କଣ, ପର୍ତ୍ତୁଗିଜ ଶବ୍ଦ କଣ, ଇଂରାଜୀ ଶବ୍ଦ କଣ, କୋଉ କୋଉ ଭାଷା ଆମର ସବୁ ଆମର ଏଠି ପ୍ରଚଳିତ, ଆମ ଦେଶରେ ପ୍ରଚଳିତ ହେଉଛି, ସେ ବିଷୟରେ ଆମେ ସବୁ ଜାଣିଲେ। ତ ଇଏ ଥିଲା ଆମର ଆଜି ଥାର୍ଡ କ୍ଲାସ। ଥ୍ୟାଙ୍କ ୟୁ।